ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କୁ ହୋଲି ଭେଟି ଏବେ ଏତିକି ଟଙ୍କା ବଢ଼ିବ ମହଙ୍ଗା ଭତ୍ତା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ହୋଲି ଏବଂ ଇଦ୍ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର ଆସନ୍ତା ସପ୍ତାହରେ କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ଉପହାର ଦେଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଘୋଷଣା କରାଯାଇପାରେ। ଆସନ୍ତା ସପ୍ତାହରେ କ୍ୟାବିନେଟ୍ ବୈଠକରେ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା 53%ରୁ 56%କୁ 3% ବୃଦ୍ଧି କରାଯାଇପାରେ। ପ୍ରାୟ 1 କୋଟି ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ କେନ୍ଦ୍ର ସରକାରଙ୍କ ଏହି ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। କ୍ୟାବିନେଟ୍ ବୈଠକରେ ସରକାର ଏ ବିଷୟରେ ଆସନ୍ତା ସପ୍ତାହରେ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା ସପ୍ତାହରେ ଯଥା 14 ମାର୍ଚ୍ଚରେ ହୋଲି ଏବଂ ମାସ ଶେଷରେ ଇଦ୍ ପର୍ବ। କେନ୍ଦ୍ରୀୟ କର୍ମଚାରୀ ପେନ୍ସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ 3% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ ସେମାନଙ୍କର ମହଙ୍ଗା ଭତ୍ତା 53% ଏବଂ ଏହା ବୃଦ୍ଧି ପାଇବା ସହିତ ଏହା ମୋଟ 56%ରେ ପହଞ୍ଚିବ। କେନ୍ଦ୍ର ସରକାର 49 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 68 ଲକ୍ଷ ପେନ୍ସନଭୋଗୀଙ୍କ ମହଙ୍ଗା ଭତ୍ତା ବର୍ଷକୁ 2 ଥର ବୃଦ୍ଧି କରନ୍ତି। ପ୍ରଥମ ବୃଦ୍ଧି ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ବୃଦ୍ଧି ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ହୋଇଥାଏ। ଯଦି କେନ୍ଦ୍ର କ୍ୟାବିନେଟ୍ ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି ତେବେ ମାର୍ଚ୍ଚ ମାସର ଦରମା ବୃଦ୍ଧି ପାଇବ ଏବଂ ଜାନୁଆରୀରୁ ଫେବୃଆରୀ ମାସର ବକେୟା ମଧ୍ୟ ଏହା ସହିତ ଆସିବ। ମହଙ୍ଗା ଭତ୍ତା ବୃଦ୍ଧି 1 ଜାନୁଆରୀ 2025ରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନ ସପ୍ତମ ବେତନ କମିଶନ କାର୍ଯ୍ୟକାରୀ ହେଉଛି, ଯାହା ଅଧୀନରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଉଛି। କିନ୍ତୁ ସରକାର ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହାର କମିଟି ଏପର୍ଯ୍ୟନ୍ତ ଗଠନ ହୋଇନାହିଁ। ଅଷ୍ଟମ ବେତନ କମିଶନର ସୁପାରିଶଗୁଡ଼ିକ 1 ଜାନୁଆରୀ 2026ରୁ ଲାଗୁ ହେବ। ତାପରେ ମହଙ୍ଗା ଭତ୍ତା କିପରି ବୃଦ୍ଧି କରାଯିବ ଏବଂ କେତେ ମହଙ୍ଗା ଭତ୍ତା ଦିଆଯିବ ତାହା ସ୍ଥିର କରାଯିବ ବୋଲି ସୂଚନା ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।